ସମସ୍ତଙ୍କୁ ନମସ୍କାର। ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ। କ୍ୟାମେରା ସାମ୍ନାକୁ ଆସନ୍ତୁ ସମସ୍ତେ। ଆଦି ପୁସ୍ତକ 12 ପର୍ବ ବାକ୍ୟ ଦେଖିବା। ଆଦି ପୁସ୍ତକ 12 ପର୍ବ 1 ପଦରୁ 9 ପଦ ଯାଏ ବାକ୍ୟ ପଢିବା। ଏ ଉତ୍ତାର ସଦାପ୍ରଭୁ ଅବ୍ରାହ୍ମକୁ କହିଲେ, ତୁମେ ଆପଣା ଦେଶ ଓ ଜ୍ଞାତି କୁଟୁମ୍ବ ଓ ପୈତୃକ ଗୃହ ପରିତ୍ୟାଗ କରି ଆମ୍ଭେ ଯେଉଁ ଦେଶ ତୁମକୁ ଦେଖାଇବା ସେ ଦେଶକୁ ଯାଅ। ଆମ୍ଭେ ତୁମଠାରୁ ଏକ ମହାଗୋଷ୍ଠୀ ଉତ୍ପନ୍ନ କରିବା। ପୁଣି ଆମ୍ଭେ ତୁମକୁ ଆଶୀର୍ବାଦ କରି ତୁମ୍ଭର ନାମ ମହତ୍ କରିବା। ତୁମ୍ଭେ ଆଶୀର୍ବାଦରୁ ଆକର ହେବ। ଯେଉଁମାନେ ତୁମକୁ ଆଶୀର୍ବାଦ କରନ୍ତି ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା। ପୁଣି ଯେ କେହି ତୁମକୁ ଅଭିଶାପ ଦିଏ ଆମ୍ଭେ ତାହାକୁ ଅଭିଶାପ ଦେବା। ଆଉ ତୁମଠାରୁ ପୃଥିବୀର ସବୁ ବଂଶ ଆଶୀର୍ବାଦ ପ୍ରାପ୍ତ ହେବେ। ଅନନ୍ତର ଅବ୍ରାହମ ସଦାପ୍ରଭୁଙ୍କ ଏହି ବାକ୍ୟ ଅନୁସାରେ ପ୍ରସ୍ଥାନ କଲେ। ପୁଣି ଲୋଟ ମଧ୍ୟ ତାଙ୍କ ସାଙ୍ଗରେ ଗଲେ। ଆହାରଣ ଠାରୁ ପ୍ରସ୍ଥାନ କରିବା ସମୟରେ ଅବ୍ରାହ୍ମଙ୍କ ବୟସ 75 ବର୍ଷ ହୋଇଥିଲା। ଏହି ରୂପେ ଅବ୍ରାହମ ଆପଣା ଭାର୍ଯ୍ୟା ସାରୀଙ୍କୁ ଓ ଭାତୃପୁତ୍ର ଲଟଙ୍କୁ ଓ ହାରଣଙ୍କ ଠାରେ ଆପଣମାନଙ୍କ ସଞ୍ଚିତ ଧନ ଓ ଲବ୍ଧ ପ୍ରାଣୀମାନଙ୍କୁ ଘେନି କିଣାନ୍ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି କିଣାନରେ ଉପସ୍ଥିତ ହେଲେ। ଅବ୍ରାହମ ଅବ୍ରାହମ ସେହି ଦେଶ ଦେଇ ଭ୍ରମଣ କରୁ କରୁ ସିକିମ୍ ନିକଟସ୍ଥ ମରିର ଆଲନ ବୃକ୍ଷ ମୂଳରେ ଉତରିଲେ। ସେହି ସମ୍ବନ୍ଧରେ କିଣାନୀୟ ମାନେ ସେହି ଦେଶରେ ବାସ କରୁଥିଲେ। ଅନନ୍ତର ସଦାପ୍ରଭୁ ଅବ୍ରାହମକୁ କହିଲେ, ଏ ଦର୍ଶନ ଦେଇ କହିଲେ, ଆମ୍ଭେ ତୁମ୍ଭ ବଂଶକୁ ଏହି ଦେଶ ଦେବା। ଏହି ନିମନ୍ତେ ଅବ୍ରାହମ ଆପଣା ନିକଟରେ ଦର୍ଶନଦାତା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେହି ସ୍ଥାନରେ ଯଜ୍ଞବେଦୀ ନିର୍ମାଣ କଲେ। ଏଥି ଉତ୍ତର ସେ କହିଲେ ଏଥି ଉତ୍ତର ସେ ସେହି ସ୍ଥାନ ଛାଡ଼ି ବୈଥେଲର ପୂର୍ବ ଆଡ଼ ପର୍ବତକୁ ଯାଇ ଆପଣା ତମ୍ବୁ ଠିଆ କଲେ। ତହିଁର ପଶ୍ଚିମରେ ବେଥେଲ ଓ ପୂର୍ବ ଦିଗରେ ଅୟ ନଗର ଥିଲା। ପୁଣି ସେହିଠାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦୀ ନିର୍ମାଣ କରି ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କଲେ। ତହିଁ ଉତ୍ତାରେ ଅବ୍ରାହମ ଭ୍ରମଣ କରୁ କରୁ ଆହୁରି ଦକ୍ଷିଣ ଦିଗକୁ ଗଲେ। ସମସ୍ତଙ୍କୁ ଧନ୍ୟବାଦ। ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ। ଆଜି ଆମେ ଆଦି ପୁସ୍ତକ 12 ପର୍ବ ନେଇକି କଥା ହେବା। ଆଉ ଆଦି ପୁସ୍ତକ 12 ପର୍ବ ବେଶୀ ମୂଲ୍ୟବାନ ବାକ୍ୟ। ଆଉ ପରମେଶ୍ୱର କେମିତି ଅବ୍ରାହମଙ୍କ ଲାଇଫରେ କାମ କରିଛନ୍ତି, ଅବ୍ରାହମ କେମିତି ଆଦି ପିତା ହେଲେ, ଆଉ ଅବ୍ରାହମଙ୍କ ଲାଇଫରେ ପରମେଶ୍ୱର କେମିତି କାମ କରିଛନ୍ତି, ଆଜି ଆମେ ସେ ଟପିକକୁ ନେଇକି କଥା ହେବା। ଆଦି ପୁସ୍ତକ 12 ପର୍ବ ଯେତେବେଳେ ଆମେ ଦେଖୁଛୁ, ଏଇଟା ହଉଛି ପ୍ରତିଜ୍ଞା ଅବ୍ରାହମ ଗ୍ରହଣ କଲେ। ପ୍ରତିଜ୍ଞା ପାଇଲା ପରେ ଅବ୍ରାହମ ପ୍ରଭୁ ପ୍ରସ୍ତୁତ କରିଥିବା ଜାଗାକୁ ପ୍ରଭୁ ଉତ୍ତର ଅବ୍ରାହମ ଯାଉଛନ୍ତି। ଆଉ ପ୍ରଭୁ ତାଙ୍କୁ ବାହାର କଲେ ଆଉ କହିଲେ, ମୁଁ ଯୋଉ ଦେଶ ଦେଖେଇବି ତମେ ସେ ଦେଶକୁ ଯାଅ। ଆଉ ତମ ଦ୍ୱାରା ଅନେକ ରାଜା ମାନେ ଉତ୍ପନ୍ନ ହେବେ। ଆଉ ତମେ ଜଗତର ଆଦି ପିତା ହବ। ମୁଁ ତୁମକୁ ଆଶୀର୍ବାଦର ଆକର ବନେଇବି କହିଲି। ସେତେବେଳକୁ ଅବ୍ରାହମଙ୍କ ଜୀବନରେ ତାଙ୍କର ବୟସ 75 ବର୍ଷ ଥିଲା। ଅବ୍ରାହମ ଯେତେବେଳେ ତାଙ୍କର ନିଜର ପୈତୃକ ଗୃହ, ତାଙ୍କର ଦେଶ କୁଟୁମ୍ବ ସବୁକୁ ଯେତେବେଳେ ପରିତ୍ୟାଗ କଲେ, ତ ଏଇଟା ହଉଛି ଗୋଟେ ସମୟ ଯୋଉଟା କି ଅବ୍ରାହମ ନିଜର ସବୁ ବିଷୟକୁ ଛାଡ଼ିଲେ। ପ୍ରଭୁ ଦେଇଥିବା ପ୍ରତିଜ୍ଞା ବାକ୍ୟ ଅନୁସାରେ କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କଲେ। ଆଉ କିଣାନରେ ପହଞ୍ଚିଲେ। କିଣାନରେ ପହଞ୍ଚିଲାକୁ ଦେଖିଲେ କି କିଣାନୀ ଲୋକ ବଞ୍ଚିଛନ୍ତି, ସେମାନେ ସେ ଜାଗାରେ ବାସ କରୁଛନ୍ତି। ଅବ୍ରାହମ ପାଖରେ ପ୍ରତିଜ୍ଞା ଥିଲା
ଯେତେବେଳେ ସେ ବାହାରିକି ଆସିଲେ, ଯେତେବେଳେ ଯାଇକି ଦେଖିଲେ କିଣାନୀ ଲୋକମାନେ ଅଛନ୍ତି, ଆଉ ଅବ୍ରାମଙ୍କ ପାଖରେ ବହୁତ ଚିନ୍ତା ଆସିଲା। ଆଉ ଏ ପ୍ରକାର କିଣାନୀରେ ପହଞ୍ଚିଲାକୁ ଦେଖିଲେ ସେ ଜାଗାରେ ଦୁର୍ଭିକ୍ଷ ପଡ଼ିଛି, ଲୋକ ଖାଇବାକୁ ପାଉନାହାନ୍ତି। ଅବ୍ରାମ ବେଶୀ ବ୍ୟସ୍ତ ହେଲେ, ଆଉ ଅବ୍ରାମ ପ୍ରକୃତରେ କହିଲେ ଏ ଜାଗାରେ ବଞ୍ଚିବାଟା ମୁସ୍କିଲ ହବ। ସେଥିପାଇଁ ନିଜର ସ୍ତ୍ରୀ ଯିଏ ଥିଲା ସାରାକୁ ଅବ୍ରାମ କହିଲେ, ଦେଖେ, ଆଉ ଆମେ ଯଦି ଏ ପ୍ରକାର ଲାଇଫ୍ ବଞ୍ଚିବା କହିଲେ ଆମେ କେତେବେଳେ ମରିଯିବା କିଛି ଜଣା ନାହିଁ। ସେଥିପାଇଁ ବର୍ତ୍ତମାନ ଏବେ ଭଲ ହବ ଆମେ ମିଶରକୁ ଫେରିଯିବାଟା। ମିଶରକୁ ଫେରିଗଲେ ମିଶର ଦେଶରେ ସୁଭିକ୍ଷ ଅଛି, ଆମେ ସେଠି ଭଲରେ ବଞ୍ଚି ପାରିବା ବୋଲି ଅବ୍ରାମ ତା ସ୍ତ୍ରୀ ସହିତ କଥା ହେଲେ। ସେତେବେଳେ ଅବ୍ରାମ ତାଙ୍କ ସ୍ତ୍ରୀକୁ ବାଧ୍ୟ କଲେ, ବର୍ତ୍ତମାନ ତମେ ପ୍ରାକ୍ଟିସ କର, ତମେ ଯେମିତି ମତେ ମୋର ସ୍ୱାମୀ ବୋଲି କହିବ ନାହିଁ, ମତେ ଭାଇ ବୋଲି କୁହ। ତ ସେ ସମୟରେ ଅବ୍ରାମର କଥା ଶୁଣିଲା ପରେ ସାରା ମଧ୍ୟ ପ୍ରକୃତରେ ପ୍ରାକ୍ଟିସ କରିବାଟା ଆରମ୍ଭ କଲେ। ଯେତେବେଳେ ପ୍ରାକ୍ଟିସ କରୁଥିବେ, ଥରେ ଥରେ ସେ ଡାକୁଥିବେ, ହନି ଭଲ ପ୍ରାକ୍ଟିସ ହଉଛି କି, ଆଉ ଭଲ କହିପାରୁଛି କି ମୁଁ। ତ ଅବ୍ରାମ କଣ କହୁଥିବେ, ଏ ମୋ ସ୍ତ୍ରୀ ତୁ ଆଉ ମତେ ଆଉ ହନି ବୋଲି ଡାକେ ନା, ଭାଇ ବୋଲି ଡାକେ। ହୁଁ? ହନି ବୋଲି ଡାକିବୁ ବୋଲେ ଆମର ଜୀବନ ବେଶୀ ସମସ୍ୟାରେ ପଡ଼ିବ। ତ ସେଥିପାଇଁ ତମେ ଯେତେ ପାରୁଛ ମତେ ସେତିକି ମତେ ଭାଇ ବୋଲି ଡାକବାଟା ହଉଛି ଆମ ପାଇଁ ଭଲ। ତ ସେମିତି ତମେ ଡାକିବା ଦ୍ୱାରା ମୁଁ ବି ବଞ୍ଚିବି, ତମେ ବି ବଞ୍ଚିବ। ଏ ମିଶର ଦେଶରେ ଫାରୋ ରାଜା ଆସନ୍ତି, ଯେତେବେଳେ ତୁ ମୋର ସ୍ତ୍ରୀ କହିବୁ, ଯେତେବେଳେ ତତେ ନିଆଯିବ ମତେ ବହୁତ କଷ୍ଟ ଲାଗିବ। ଆମେ ଯେତେବେଳେ ଦୁଇ ଜଣ ଭାଇ ଭଉଣୀ ଭାବରେ ସେ ଜାଗାରେ ପହଞ୍ଚିବା, ସେ ଜାଗାରେ ଆମର ଦୁଇ ଜଣଙ୍କର ଜୀବନ ମଧ୍ୟ ବଞ୍ଚିବ। ତ ଏ ପ୍ରକାର ଭାବରେ ଅବ୍ରାମ ପ୍ରକୃତରେ ନିଜର ସ୍ତ୍ରୀକୁ ତାର ଭାଇ କହିବା ପାଇଁ ପ୍ରାକ୍ଟିସ କରାଇଲେ। ଦିନେ ମାନେ ମିଶରରେ ପହଞ୍ଚିଲେ, ମିଶର ଦେଖିଲାକୁ ଫାରୋ ରାଜା ଦେଖିଲେ। ଫାରୋ ରାଜା ଦେଖିକି ପଚାରିଲେ, ଏତେ ସୁନ୍ଦର ସ୍ତ୍ରୀ କୋଉ ଦେଶରୁ ଆସିଛି, କିଏ ସେ?" ସେତେବେଳେ ଅବ୍ରାମ ପ୍ରକୃତରେ କହିଲେ, ନାଇଁ ସେ ମୋର ଭଉଣୀ। ସାରାକୁ ପଚାରିଲା, ସେ ତମର କିଏ? କହିଲେ, ନାଇଁ ସେ ମୋର ଭାଇ। ସେତେବେଳେ ଫାରୋ ରାଜା ପ୍ରକୃତରେ ଦାସମାନଙ୍କୁ ଆଦେଶ ଦେଲେ, ଆଉ ସାରାକୁ ପ୍ରକୃତରେ ଆଣ, ଆଉ ତମେ ତମର ଭଉଣୀକୁ ଦିଅ, ମୁଁ ମୋର ସ୍ତ୍ରୀ କରିବି, ମୁଁ ତମକୁ ବହୁତ ସମ୍ପତ୍ତି ଦେବି କହିଲେ ଫାରୋ। ସେତେବେଳେ ଅବ୍ରାମ ନେଇକି ହୃଦୟରେ ବହୁତ ଦୁଃଖ କରୁଛନ୍ତି, କିନ୍ତୁ ପାଟିରେ କହୁଛନ୍ତି ଇଏ ହଉଛି ମୋର ଭଉଣୀ। ସେ ସମୟରେ ଫାରୋ ନିଜ ଏ ସାରାକୁ ପ୍ରଭୁତ୍ୱରେ ନେଇଗଲେ ତାର ସ୍ତ୍ରୀ କରିବା ପାଇଁ। ସେତେବେଳେ କଣ ହେଲା, ପ୍ରଭୁ କାମ କଲେ ଫାରୋଙ୍କ ଲାଇଫରେ, ଅବ୍ରାମଙ୍କ ଲାଇଫରେ। ଫାରୋଙ୍କୁ ପରମେଶ୍ୱର ଧମକେଇଲେ, ସାରା ପ୍ରତି ତମେ କିଛି କରିବ ନାହିଁ, ସେ ହଉଛି ଅବ୍ରାମର ସ୍ତ୍ରୀ ବୋଲି କହିଲେ। ସେ ସମୟରେ ଅବ୍ରାମକୁ ଫାରୋ ଡାକିଲା, ପଚାରିଲେ, ତମେ କଣ ଏଇଟା କହିଲ? ତମେ କାହିଁକି ମିଛ କହିଲ? ସେ ତମର ସ୍ତ୍ରୀ। ହୁଁ? ତମେ ଯେତେବେଳେ ମତେ ମୋର ଭଉଣୀ କହିଲେ, ମୁଁ ତାକୁ ମୋର ସ୍ତ୍ରୀ କରିବା ପାଇଁ ନେଲି, କିନ୍ତୁ ପରମେଶ୍ୱର ମତେ ଧମକେଇଲେ। ତମର ପ୍ରଭୁ ହଉଛନ୍ତି ବେଶୀ ସତ୍ୟ ପ୍ରଭୁ, ଯିଏକି ମତେ ଆଜି କହିଲେ, ସତ୍ୟକୁ ପ୍ରକାଶ କଲେ। ସେ ସମୟରେ ଅବ୍ରାହ୍ମକୁ ପ୍ରକୃତରେ ବହୁତ ଗୁଡେ ବିଷୟକୁ ଦିଆହେଲା, ଧନ ସମ୍ପତ୍ତି, ଆଉ ଶସ୍ୟ, ଏ ପ୍ରକାର ଦାସ ଦାସୀ ଦେଇକି ଅବ୍ରାହ୍ମକୁ ପରମେଶ୍ୱର ବିଦାୟ କଲେ। ତ ସେ ସମୟରେ ଅବ୍ରାହ୍ମ ଯେତେବେଳେ ଦେଖୁଛନ୍ତି, ସେ ପ୍ରତିଜ୍ଞା ସତ୍ୟ ପାଇଛନ୍ତି, କିନ୍ତୁ ତାଙ୍କର ହୃଦୟରେ ଦେଖିଲେ ବିଶ୍ୱାସ ପ୍ରଭୁତ୍ୱର ନାହିଁ। ଅବ୍ରାହ୍ମ ବର୍ତ୍ତମାନ ବିଶ୍ୱାସରେ ଆଗକୁ ବଢି ପାରୁନାହାନ୍ତି। ଯଦ୍ୟପି ଅବ୍ରାହ୍ମ ପ୍ରତିଜ୍ଞା ପାଇଲେ 75 ବର୍ଷ ବୟସରେ, କିନ୍ତୁ ତାଙ୍କର ହୃଦୟରେ ସେ କିଣାନରେ ପହଞ୍ଚିଲା ପରେ ସେ ବେଶୀ ଭୟ କରୁଛନ୍ତି। ସେଥିପାଇଁ ଅବ୍ରାହ୍ମ ପ୍ରଭୁତ୍ୱର ବିଶ୍ୱାସରେ ଛିଡା ହେଇ ପାରୁନାହାନ୍ତି। 75 ବର୍ଷ ବୟସରେ ପ୍ରତିଜ୍ଞା ପାଇଲେ, ମୁଁ ତମେ ଆଦି ପିତା ହେବ ଜଗତର ବୋଲି, କିନ୍ତୁ ପାଖାପାଖି ଅବ୍ରାହ୍ମକୁ 80 ବର୍ଷ ବିତି ଗଲାଣି, ଅବ୍ରାହ୍ମ ପ୍ରଭୁତ୍ୱରେ ବିଶ୍ୱାସର ଲାଇଫ୍ ପହଞ୍ଚି ପାରୁନାହାନ୍ତି। ସେଥିପାଇଁ କଷ୍ଟଦାୟକ ଜୀବନ କଣ? ଜଣେ ଲୋକ ପ୍ରତିଜ୍ଞା ବିଶ୍ୱାସ ନ କରିବାଟା, ବାକ୍ୟ ହୃଦୟରେ ନ ରଖିବାଟା, ପ୍ରଭୁଙ୍କ ଇଚ୍ଛା କଣ ସେଟା ନ ପାଇବାଟା ସବୁଠୁ ବଡ଼ ସମସ୍ୟା। ସେଥିପାଇଁ ଅବ୍ରାହ୍ମ ବର୍ତ୍ତମାନ କାହିଁକି କଷ୍ଟରେ ଅଛନ୍ତି? କୋଉ କାରଣ ପାଇଁ ଅବ୍ରାହ୍ମ ପ୍ରକୃତରେ ଯନ୍ତ୍ରଣା ପାଉଛନ୍ତି ତାଙ୍କ ଲାଇଫରେ? ଗୋଟେ କାରଣ, ସେ ପ୍ରତିଜ୍ଞାକୁ ଭୁଲି ଯାଇକି ବଞ୍ଚୁଛନ୍ତି। ସେଥିପାଇଁ ଅବ୍ରାହ୍ମ ଯେତେବେଳେ ନିଜକୁ ଦେଖୁଛନ୍ତି, ସେ ବହୁତ ହାଲିଆ ହଉଛନ୍ତି। ପ୍ରଭୁ କଣ କରିବି? ବାହାରିକି ଆସିଲି ସତ,
କିନ୍ତୁ ମୋର ଲାଇଫରେ ଦେଖିଲେ ପ୍ରତିଜ୍ଞାର କିଛି ସିମ୍ବଲ ନାହିଁ। ଉଁ, ମତେ 75 ବର୍ଷ ବୟସ ହେଲାଣି। ବୟସରେ ମୁଁ ବାହାରିକି ଆସିଲି। ବର୍ତ୍ତମାନ 80 ବର୍ଷ ବିତିଗଲାଣି, କିନ୍ତୁ ପ୍ରତିଜ୍ଞାର କୌଣସି ସିମ୍ବଲ ନାହିଁ କି କୌଣସି କାର୍ଯ୍ୟକାରୀ ହଉନାହିଁ। ଆଉ କେତେ ବର୍ଷ ଏ ପ୍ରକାର ଭାବରେ ମୁଁ ପ୍ରସ୍ଥାନ କରୁନି। ସେଥିପାଇଁ ଅବ୍ରାହ୍ମଙ୍କ ଲାଇଫରେ ଯଦି ଆମେ ଦେଖିବା, ଏ ପ୍ରକାର ଭାବରେ ସେ ପ୍ରଭୁଙ୍କ ସହିତ ଝଗଡ଼ା କରୁଛନ୍ତି। ତ ଦିନେ ଅବ୍ରାହ୍ମ ପ୍ରକୃତିରେ ଆଇଲେ, ଆଦି ପୁସ୍ତକ 15 ପର୍ବରେ ଆଉ ପରମେଶ୍ୱରଙ୍କୁ କହିଲେ ସିଧା, ପ୍ରଭୁ ତମେ ମତେ କଣ ଦେଲ? ମୁଁ ତ ନିଃସନ୍ତାନ ହେଇକି ପ୍ରସ୍ଥାନ କରୁଛି। ଆଁ ଆଉ ଦେଖ, ମୋ ତୁମେ ମତେ ସନ୍ତାନ ଦେଲ ନାହିଁ, ଏଣୁ ମୋ ଗୃହଜାତ କୌଣସି ଲୋକ ମୋର ଉତ୍ତରାଧିକାରୀ ହେବ। ତ ଏଇଟା ହଉଛି ଗୋଟେ ବିଷୟ ଯୋଉଟା କି ପୁରା ଅବ୍ରାହ୍ମଙ୍କ ଲାଇଫ ଅବିଶ୍ୱାସ ପରିପୂର୍ଣ୍ଣ ହେଇକି ଅଛି। ଦିନେ ପ୍ରତିଜ୍ଞା ପାଇକି ବାହାରିଥିବା ଲୋକ ଥିଲେ, ଖୁସି ଥିଲେ, କିନ୍ତୁ ଯେତେବେଳେ ପ୍ରତିଜ୍ଞା ଦେଖି ପାରୁନାହାନ୍ତି, ପରମେଶ୍ୱର ସମୟ ଲଗେଇ ଦେଉଛନ୍ତି, ଅବ୍ରାହ୍ମ କମ୍ପ୍ଲେନ କରିବାଟା ଆରମ୍ଭ କଲେ। ସେଥିପାଇଁ ଅବ୍ରାହ୍ମ କହିଲେ, ପ୍ରଭୁ ମତେ ତମେ କଣ ଦେଲ ବୋଲି କହିଲେ। ମୁଁ ତ ନିଃସନ୍ତାନ ହେଇକି ପ୍ରସ୍ଥାନ କରୁଛି। ହୁଁ। ତ ଅବ୍ରାହ୍ମ ଉତ୍ତର ଦେଲେ, ପ୍ରଭୁ ଆଁ, ପ୍ରଭୁ ସଦା ତାଙ୍କୁ କହିଲେ ଚାରିପଦରେ, ସେତେବେଳେ ତାଙ୍କ ପ୍ରତି ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା, ଦେଖ ସେଇ ବ୍ୟକ୍ତି ତୁମର ଉତ୍ତରାଧିକାରୀ ହେବ ନାହିଁ, ମାତ୍ର ଯେ ତୁମ ଏରସରେ ଜାତ ହେବ ସେ ତୁମର ଉତ୍ତରାଧିକାରୀ ହେବ। ତ ପ୍ରଭୁ କେବେ ମଧ୍ୟ ପ୍ରତିଜ୍ଞାକୁ ଭୁଲି ଯାଇନାହାନ୍ତି, କି ପରମେଶ୍ୱର ତାଙ୍କର ଅବିଶ୍ୱାସକୁ ଦେଖିକି ମଧ୍ୟ ପରମେଶ୍ୱର ପ୍ରତିଜ୍ଞାକୁ ବଦଳାଇବା ପାଇଁ ଚାହୁଁନାହାନ୍ତି। ତ କାହିଁକି ବଦଳାଇବା ପାଇଁ ଚାହୁଁନାହାନ୍ତି? ଯେ ପ୍ରତିଜ୍ଞାକାରୀ ଅଛନ୍ତି ବିଶ୍ୱସ୍ତ। ସେଥିପାଇଁ ଯିଏ ପ୍ରତିଜ୍ଞା କରିଛି ସେ ଦେବୀ କହିଛନ୍ତି। ଅବ୍ରାହ୍ମ ବିଶ୍ୱାସ କରୁ କିମ୍ବା ନ କରୁ, ଅବ୍ରାହ୍ମ ପାଖରେ ବିଶ୍ୱାସ ଥାଉ କିମ୍ବା ନଥାଉ, ପ୍ରତିଜ୍ଞା ପ୍ରତି ଅବ୍ରାହ୍ମଙ୍କର ଅବିଶ୍ୱାସ କେବେ ମଧ୍ୟ ବାଧା ଦେଇପାରିବ ନାହିଁ। ତ ସେମିତି ଆମେ ସ୍ପିରିଚୁଆଲି ଲାଇଫ୍ ବଞ୍ଚିଲା ବେଳକୁ ଆମେ ବିଶ୍ୱାସରେ ବଞ୍ଚୁ କିମ୍ବା ନ ବଞ୍ଚୁ, ମୋ ପାଖରେ ବିଶ୍ୱାସ ଥାଉ କିମ୍ବା ନଥାଉ, ସେଇଟା ମ୍ୟାଟର କରିବ ନାହିଁ ସ୍ପିରିଚୁଆଲି ଜୀବନ ବଞ୍ଚିବା ପାଇଁ। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ କଣ? ମୋର ହୃଦୟରେ ପରମେଶ୍ୱରଙ୍କର ବାକ୍ୟ କାର୍ଯ୍ୟ କରୁଛି ନା ନାହିଁ, ପରମେଶ୍ୱର ମୋ ଲାଇଫରେ କାର୍ଯ୍ୟ କରୁଛନ୍ତି ନା କରୁନାହାନ୍ତି। ତ ସେଇଟା ହଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଉଁ। ସେଥିପାଇଁ ଆମେ ସତରେ ଅଧିକାଂଶ ସମୟରେ ଆମେ ସିଚୁଏସନକୁ ଦେଖିକି ହିଁ ବଞ୍ଚିଥାଉ, ଆଉ ସିଚୁଏସନ ସହିତ ନିଜକୁ ଖାପ ଖୁଆଇକି ବଞ୍ଚିବା ପାଇଁ ପସନ୍ଦ କରିଥାଉ। ଉଁ। ବର୍ଷା ହେଲେ ମଧ୍ୟ ଅଧିକ ବର୍ଷା ହେଲେ ମଧ୍ୟ ଆମକୁ ଭଲ ଲାଗୁନାହିଁ, ଅଧିକ ଖରା ହେଲେ ବି ଭଲ ଲାଗୁନାହିଁ, ଅଧିକ ଶୀତ ହେଲେ ବି ଭଲ ଲାଗୁନାହିଁ। ଏଁ, ଆମେ ହଉଛି ଏ ପ୍ରକାର ଲୋକ। ଉଁ। ତ ନିଜକୁ ମ୍ୟାନେଜେବଲ କରିବା ପାଇଁ ଚାହୁଁନୁ, ମ୍ୟାନେଜ କରିବା ପାଇଁ ଚାହୁଁନୁ। କିନ୍ତୁ ପରମେଶ୍ୱର ଆମକୁ ସବୁ ପରିସ୍ଥିତିରେ, ସବୁ ସ୍ଥିତିରେ ଆମକୁ ମ୍ୟାନେଜ କରିବା ପାଇଁ ଆମର ସେ ପ୍ରକାର ଶରୀରକୁ ତିଆରି କରିଛନ୍ତି, ସେ ପ୍ରକାର ମାଇଣ୍ଡକୁ ତିଆରି କରିଛନ୍ତି, ଯେମିତି ଆମେ ସବୁ ବିଷୟକୁ ଗ୍ରହଣ କରୁ। ସେଥିପାଇଁ ପରମେଶ୍ୱର ଅବ୍ରାହ୍ମକୁ ବାହାର କରିକି ଆଣିଲା ପରେ ପରମେଶ୍ୱର କେବେ ଅବ୍ରାହ୍ମକୁ ଦେଖୁନାହାନ୍ତି। ଏଁ, ଅବ୍ରାହ୍ମ କଣ କହୁଛି, ଅବ୍ରାହ୍ମ କେମିତି ବଞ୍ଚୁଛି, ଅବ୍ରାହ୍ମର ପରିସ୍ଥିତି ବର୍ତ୍ତମାନ କଣ, ପ୍ରଭୁ କେବେ ମଧ୍ୟ ଅବ୍ରାହ୍ମକୁ ଦେଖିକି ହାଲିଆ କେବେ କହୁନି। କି ଅବ୍ରାହ୍ମକୁ କେବେ ମଧ୍ୟ ପରମେଶ୍ୱର କହିନାହାନ୍ତି କି ତୁ କିଣାଣକୁ ଗଲୁ, କିଣାଣ ତୁ ବାହାରିକି ଆସିଲୁ, ମିଶର ଦେହରେ ପହଞ୍ଚିଲୁ, ଏଥିପାଇଁ ମୋର ତୋ ଆଡ଼କୁ ଯେଉଁ ପ୍ରତିଜ୍ଞା ଦେଇଥିଲି ସେ ପ୍ରତିଜ୍ଞା ମୁଁ ବାହାର କରୁଛି, ସେ ପ୍ରତିଜ୍ଞା ଦ୍ୱାରା ମୁଁ ତୋ ଲାଇଫରେ କାମ କରିବି ନାହିଁ। ପରମେଶ୍ୱର ନାହିଁ କି ଆଦି ପୁସ୍ତକ 12 ପର୍ବରୁ 21 ପଦ ପର୍ଯ୍ୟନ୍ତ ଥରେ ବି କହିନାହାନ୍ତି। 21 ପର୍ବ ପର୍ଯ୍ୟନ୍ତ, 21 ପର୍ବ ପର୍ଯ୍ୟନ୍ତ ଥରେ ବି କହିନାହାନ୍ତି କି ତୋର ଜୀବନରେ ମୋର ପ୍ରତିଜ୍ଞା ଆଉ କାମ କରିପାରିବ ନାହିଁ। କିନ୍ତୁ ଅବ୍ରାହ୍ମ ଯେତେବେଳେ ବାର ବାର ପ୍ରଭୁଙ୍କୁ ପରମେଶ୍ୱରଙ୍କୁ ପଚାରିଛନ୍ତି, କମ୍ପ୍ଲେନ କରିଛନ୍ତି, କିନ୍ତୁ ପ୍ରଭୁ ନେଇକି ଅବ୍ରାହ୍ମକୁ ସଦାବେଳେ ପ୍ରତିଜ୍ଞାର ସ୍ଥାପନ କରିଛନ୍ତି। ସେତେବେଳେ ଯଦି ଆମେ ଦେଖିବା କହିଲେ, ଆ 5 ପଦରେ ଲେଖା ହେଇଛି, ଅନନ୍ତର ସେ ତାଙ୍କୁ ବାହାରକୁ ଆଣି କହିଲେ, ତୁମ୍ଭେ ଆକାଶ ଦୃଷ୍ଟି କରି କୁହ, ଯେବେ ତାରା ସମୂହ ଗଣିପାର ତେବେ ଗଣି କୁହ। ସେ ଆହୁରି କହିଲେ, ଏହି ପ୍ରକାର ତୁମର ବଂଶ ହେବ। ପ୍ରଭୁ କଣ କଲେ? ଅବ୍ରାହ୍ମକୁ ଧରିଲେ ହାତ, ବାହାରକୁ ଆସ, ତୁ ଘରେ ଆକା ଥାଇକି କିଛି ଦେଖୁନୁ, ବାହାରକୁ ଆସିଲେ ଆଗ ଭଲ, ତୁ ଭଲସେ ଦେଖିବୁ, ଆକାଶକୁ ଦୃଷ୍ଟି କରି ଆଉ ଦେଖେ, ତୋର ବଂଶ ଏମିତି ହବ କହିଲେ। ତ ଆକାଶକୁ ଅବ୍ରାହ୍ମ ଅନେଇଥିବ, କଣ ଦେଖିଥିବ? ଉଁ, ଅବ୍ରାହ୍ମଙ୍କ ଆଖିରେ କଣ ଦେଖାଯାଇଥିବ? ଆକାଶରେ କଣ ଅଛି? ଉଁ, ତାରା ଖାଲି ଦେଖାଯାଇଥିବ, ସୂର୍ଯ୍ୟ ଦେଖାଯାଇଥିବ, ଜହ୍ନ ଦେଖାଯାଇଥିବ, ଆଉ ଶୂନ୍ୟ ଆକାଶ ପ୍ରଭୁତରେ ଦେଖାଯାଇଥିବ।
ସେ ଶୂନ୍ୟ ଆକାଶ ଭିତରେ ତାରା ତାରା ଗଣ ପରିପୂର୍ଣ୍ଣ ହେଇ କିଏ ଅଛନ୍ତି ସେଟା ଦେଖାଯାଇଥିବ। ଅବ୍ରାହମ ଦେଖିଲେ, ପ୍ରଭୁ ପଚାରିଲେ କଣ ଦେଖିଲୁ? ପ୍ରଭୁ ତାରା ଛଡା କିଛି ଦେଖୁନାହିଁ। ପ୍ରଭୁ କହିଲେ ତୋର ବଂଶ ଏମିତି ହବ ବୋଲି କହିଲେ। ତ ଅବ୍ରାହମ ଏଟା କେମିତି ବିଶ୍ୱାସ କରିବେ? ଅବ୍ରାହମ କେମିତି ଦେଖି ପଡେ? ଆରେ ପ୍ରଭୁ ଏଇଟା ଏତେ ବର୍ଷ ହେଲାଣି, 80 ବର୍ଷ ବିତିଗଲାଣି। ଉଁ? ପ୍ରତିଜ୍ଞା ପାଇକି 5 ବର୍ଷ ବିତିଗଲାଣି। ଆଜି ପର୍ଯ୍ୟନ୍ତ ମୋର ଲାଇଫରେ ପ୍ରତିଜ୍ଞା ପୁରା ହେଇନାହିଁ, ମାନେ ଆଉ କେବେ ପୁରା ହବ? ପ୍ରଭୁ ତମେ ଖାଲି ପ୍ରତିଜ୍ଞାକୁ ଦଉଛ କିନ୍ତୁ ପ୍ରତିଜ୍ଞା ଜଲ୍ଦି ସଫଳ କରୁନ। ତ ଅବ୍ରାହମ ଏ ପ୍ରକାର ଭାବରେ ଅବ୍ରାହମ ବ୍ୟସ୍ତ ହଉଥିବ ନିଜ ଲାଇଫରେ, ନିଜ ପାଇଁ, କିନ୍ତୁ ପରମେଶ୍ୱର ତାକୁ ସମୟ ଦେଇଛନ୍ତି। ସେଥିପାଇଁ ଆଦି ପୁସ୍ତକ 18 ପର୍ବ ଯଦି ଆପଣ ଦେଖିବେ ଅବ୍ରାହମଙ୍କ ବିଷୟରେ ସେଠି କଣ ଲେଖା ହେଇଛି ଟିକେ କାଢନ୍ତୁ। 1 ପଦର ତଳକୁ ଦେଖିଲେ, ଏ ଉତ୍ତାର ଦିନକର ଖରା ବେଳେ ଅବ୍ରାହମ ମମ୍ରିର ଆଲନ ବୃକ୍ଷ ମୂଳେ ଆପଣା ତମ୍ବୁ ଦ୍ୱାରରେ ବସିଥିଲେ। ଏହି ସମୟରେ ସଦାପ୍ରଭୁ ସେହି ସ୍ଥାନରେ ତାଙ୍କୁ ଦର୍ଶନ ଦେଲେ। ତହିଁରେ ସେ ଅନାଇ ଦେଖିଲେ 3ଟି ପୁରୁଷ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ। ପୁଣି ଦେଖିବା ମାତ୍ରେ ସାକ୍ଷାତ କରିବାକୁ ତମ୍ବୁ ଦ୍ୱାରରୁ ବେଗେ ଯାଇ ଭୂମିଷ୍ଠ ହୋଇ କହିଲେ, ହେ ପ୍ରଭୁ, ନିବେଦନ କରୁଅଛି, ଯେବେ ମୋ ପ୍ରତି ଅନୁଗ୍ରହ କରିବା ହେଲେ ତେବେ ଏହି ଦାସର ସ୍ଥାନରୁ ଯିବେ ନାହିଁ। ବିନୟ କରୁଅଛି, ଅଳ୍ପ ଜଳ ଅଣାଇ ଦେଉଅଛି, ଆପଣ ମନେ ପାଦ ପ୍ରକ୍ଷାଳନ କରି ଏହି ବୃକ୍ଷ ତଳେ ବିଶ୍ରାମ କରନ୍ତୁ। ଓ କିଛି ଖାଦ୍ୟଦ୍ରବ୍ୟ ଆଣି ଦେଉଛି, ତୋ ଦ୍ୱାରା ପ୍ରାଣ ତୃପ୍ତ କରନ୍ତୁ। ତହିଁ ତାର ଗମନ କରିବେ, କାରଣ ଏଥି ନିମନ୍ତେ ଆପଣା ଦାସ ନିକଟରୁ ଆଗମନ କଲେ। ସେତେବେଳେ ସେମାନେ କହିଲେ, ଯାହା କରୁଛ ତାହା କର। ତହିଁରେ ଅବ୍ରାହମ ଶୀଘ୍ର ତମ୍ବୁ ଭିତରକୁ ସାରା ନିକଟକୁ ଯାଇ କହିଲେ, 3 ସେର ଉତ୍ତମ ମଇଦା ନେଇ ଛାଣି ଶୀଘ୍ର ରୁଟି ପ୍ରସ୍ତୁତ କର। ଅନନ୍ତର ଅବ୍ରାହମ ଗଠରୁ ଶୀଘ୍ର ଯାଇ ଉତ୍ତମ କୋମଳ ଗୋବତ୍ସ ଆଣି ଦାସଙ୍କୁ ଦିଅନ୍ତେ, ସେ ତା ଶୀଘ୍ର ରାନ୍ଧିଲା। ସେତେବେଳେ ସେ ଧୋତି ଦୁଗ୍ଧ ଓ ପକ୍ଷୁ ଗୋବତ୍ସ ଆଣି ସେମାନଙ୍କ ନିକଟରେ ରଖିଲେ। ପୁଣି ସେମାନଙ୍କ ଭୋଜନ ସମୟରେ ବୃକ୍ଷମୂଳେ ସେମାନଙ୍କ ନିକଟରେ ଛିଡ଼ା ହେଲେ। ତହିଁମତରେ ସେମାନେ ତାଙ୍କୁ ପଚାରିଲେ, ତୁମର ଭାର୍ଯ୍ୟା ସାରା କେଉଁଠାରେ? ସେ କହିଲେ, ଦେଖନ୍ତୁ, ସେ ତମ୍ବୁ ଭିତରେ ଅଛି। ତେଣୁ ସେ କହିଲେ, ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଆମ୍ଭେ ଅବଶ୍ୟ ଫେରି ଆସିବା। ଦେଖ, ସେ ସମୟକୁ ତୁମ ଭାର୍ଯ୍ୟା ସାରାର କୋଳରେ ଗୋଟିଏ ପୁତ୍ର ଥିବ। ଏହି କଥା ସାରା ତମ୍ବୁ ଭିତରେ ଥାଏ, ତମ୍ବୁ ଦ୍ୱାରରେ ତାଙ୍କ ପଛେ ଥାଇ ଶୁଣିଲି। ତ ବର୍ତ୍ତମାନ ଯଦି ଏ ଜାଗାରେ ଦେଖିବାକୁ କହିଲେ, ପ୍ରଭୁଙ୍କର ଦୂତମାନେ ଆଇଲେ, ଅବ୍ରାହମ ପାଖରେ ଛିଡ଼ା ହେଲେ, ଅବ୍ରାହମକୁ ଦର୍ଶନ ଦେଲେ। ଅବ୍ରାହମ ଦଣ୍ଡାୟମାନ ହେଇକି ତାଙ୍କ ଚରଣ ତଳେ ପଡ଼ିଲେ ଲେଖାଇଛି। ଅବ୍ରାହମ ପଚାରିଲେ, ପ୍ରଭୁ ତମେ କିଏ? କଣ ପାଇଁ ଆସିଛ ବୋଲି ପଚାରିଲେ। ସେତେବେଳେ ଅବ୍ରାହମ ପ୍ରଭୁ ତାଙ୍କ ଘରକୁ ତମ ଭିତରକୁ ନେଉଛନ୍ତି, ବିଶ୍ରାମ କରିବା ପାଇଁ ବାଧ୍ୟ କରୁଛନ୍ତି। ଟିକେ ଅଳ୍ପ ଅପେକ୍ଷା କରନ୍ତୁ, ମୁଁ ତମ ପାଇଁ ଖାଦ୍ୟ ପ୍ରସ୍ତୁତ କରୁଛି। ସାରା ଭିତରକୁ ଗଲେ ଆଉ ଜଲ୍ଦି ରୁଟି ପ୍ରସ୍ତୁତ କରେ। ମୁଁ ସେ ଗଠକୁ ଯାଉଛି, ଉତ୍ତମ ଗୋବତ୍ସ କୋମଳ ଆଣିବି, ଆଉ ମୁଁ ତାଙ୍କ ପାଇଁ ସେଟାକୁ ତିଆରି କରିବା, ଭୋଜନ କରିବେ। ସେମାନେ ଖାଇବା ପାଇଁ ବସିଲା ବେଳକୁ ଦୂତମାନେ ତାକୁ ପଚାରିଲେ, ଉଁ, କହିଲେ 10 ପଦରେ, ତେଣୁ ସେ କହିଲେ, ଏହି ଋତୁ ପୁନର୍ବାର ଉପସ୍ଥିତ ହେବା ସମୟରେ ଆମ୍ଭେ ଅବଶ୍ୟ ଫେରି ଆସିବା। ଦେଖ, ସେହି ସମୟକୁ ତୁମ ଭାର୍ଯ୍ୟା ସାରାର କୋଳରେ ପୁତ୍ର ଥିବ ବୋଲି କହିଲେ। ତା ମାନେ ପରମେଶ୍ୱର ପ୍ରତିଜ୍ଞା ପୁରା କରିବା ପାଇଁ ଗୋଟେ ନିର୍ଦ୍ଦିଷ୍ଟ ସମୟକୁ ଦେଇଛନ୍ତି। ସେଥିପାଇଁ ସେ ନିର୍ଦ୍ଦିଷ୍ଟ ସମୟ ପୁରା ନ ହେବା ପର୍ଯ୍ୟନ୍ତ ତା ପୂର୍ବରୁ ଅବ୍ରାହମ ଯେତେ ବି ବ୍ୟସ୍ତ ହଉନା କାହିଁକି, ସେଟା ପୁରା ହବ କି? କେବେ ବି ନାହିଁ। ବେଳେବେଳେ ଆମେ ଆମ ଜୀବନରେ ଏମିତିକା ସିଚୁଏସନ ଗୁଡାକ ଆସୁଛି, ଏମିତିକା ପରିସ୍ଥିତି ଗୁଡାକ ଆସୁଛି, ଯୋଉଟାକୁ ଆମକୁ ଜିତିବାଟା, ସେଟାକୁ ପାର ହେବାଟା ବହୁତ କଷ୍ଟ ଲାଗୁଛି। ହୁଁ। କାଲି ଜଣେ ଭାଇକି ମୁଁ କଥା ହେଲି, ଆଉ ସେ ଆସିକି ହଠାତରେ ମୋ ସହିତ କଥା ହେଲେ, ପାଷ୍ଟ ସହ୍ୟ କରିପାରୁନି ଆମର ସମସ୍ୟା ବୋଲି କହିଲେ। କଣ କରିବି ମୁଁ କିଛି ଜାଣୁନାହିଁ। ଏଇଟା ଆରମ୍ଭ କଲେ ସେଟା ଆରମ୍ଭ କରିପାରୁନି, ଏଇଟା ଚିନ୍ତା କରୁଛି ସେଟା କରିପାରୁନି। ଯୋଉ କାମ ମୁଁ କରୁଛି ସେଟା ମଧ୍ୟ କରିବା ପାଇଁ ଇଚ୍ଛା ଲାଗୁନି ଆଜିକାଲି। ତ ଆମେ ନାଇକି ଜଲ୍ଦି ପାଇବା ପାଇଁ ଚାହୁଁଛୁ, ଜଲ୍ଦି ଆମ ଜୀବନରେ ସମସ୍ୟା ସମାଧାନ ହେବ ବୋଲି ଚାହୁଁଛୁ। ମୁଁ ତାଙ୍କୁ ପଚାରିଲି, ତମର ଜୀବନରେ କଣ ସମସ୍ୟା? ହେଁ, ନାଇଁ ଏଇଟା ସମସ୍ୟା, ସେଟା ସମସ୍ୟା, ଏମିତି ସମସ୍ୟା, ଏ ପରିସ୍ଥିତି ଅଛି, ସେ ପରିସ୍ଥିତି ଅଛି। ବର୍ତ୍ତମାନ ଏକଲା ଘରେ ରହୁଛି, ଆମ ପରିବାର କିଏ ନାହିଁ।
ତ ମୋ ମୁଣ୍ଡରେ କାଲି ଗୋଟେ ବାକ୍ୟ ପ୍ରଭୃତିରେ ମୁଁ ପ୍ରଚାର କରିଥିଲି, ଆପଣମାନେ ଶୁଣିଲେ କି ନାହିଁ ଭଲସେ ମୁଁ ଜାଣିନି। ଦାଉଦ ଆଉ ଗୋଲିଆତର ଯୁଦ୍ଧ ବିଷୟରେ। ଦାଉଦ ଯେତେବେଳେ ଗୋଲିଆତ ସାମ୍ନାରେ ଛିଡା ହେଲେ, ଦାଉଦ ଦେଖିଲେ ଯୁବା ଲୋକ। ଦାଉଦ ପାଖରେ କୌଣସି ସାଞ୍ଜୁ ନାହିଁ, କି ଟପର ନାହିଁ, କି ଢାଲ ନାହିଁ, କି ବର୍ଷା ନାହିଁ। କି ଦାଉଦ ପାଖରେ କୌଣସି ପ୍ରକୃତିରେ ନାହିଁ ଆଜ୍ଞା। ଗୋଲିଆତ ଯେତେବେଳେ ଆସିଲା, ଇସ୍ରାଏଲ ଲୋକମାନଙ୍କୁ ତୁଚ୍ଛ କରିକି କଥା ହେଲା, ସାଉଲ ଥରିଗଲେ। ଏଡେ ବଡ ରାଜା ସାଉଲ, ସାଉଲ ପାଖରେ ସବୁ ଥିଲା, ସୈନ୍ୟ ସାମନ୍ତ ଥିଲା, ସାଞ୍ଜ ଥିଲା, ଟପର ଥିଲା, ବର୍ଷା ଥିଲା, ଢାଲ ଥିଲା। ଅନେକ ସୈନ୍ୟ ସାମନ୍ତ ଅଛନ୍ତି ସାଉଲ ପାଖରେ। କିନ୍ତୁ ସାଉଲ ସବୁ ଥାଇକି ମଧ୍ୟ ଗୋଲିଆତକୁ ଦେଖିବାକୁ ବେଶୀ ଭୟ କଲେ। ଏହାକୁ କିଏ ସାମ୍ନା କରିବ ବୋଲି। ସେଥିପାଇଁ ଯିଏ ଯୁଦ୍ଧ କରିବ ମୁଁ ତାକୁ ମୋ ଝିଅ ସହିତ ବାହାଘର କରିବି କହିକି ସାଉଲ ପ୍ରଭୃତିର ପ୍ରତିଜ୍ଞା କରୁଛି। ତ ଦାଉଦ ଦେଖିଲେ, ତ କିଏ ବି ଆଗକୁ ଯିବା ପାଇଁ ଚାହୁଁନାହାନ୍ତି, ସମସ୍ତେ ପଶୁଘୁଞ୍ଚା ଦଉଛନ୍ତି। କିନ୍ତୁ ଦାଉଦ ଗୋଟେ ବିଷୟକୁ ମନେ ପକେଇଲା, ଆରେ ଏ ଦୁଷ୍ଟ ପୋଲିସଟା କିଏ, ଏ ଗଲିଆତ କିଏ? ଆଁ? ଆମର ଜୀବିତ ପରମେଶ୍ୱରଙ୍କୁ ସେ ତୁଚ୍ଛ କରିକି କଥା ହବ। ଆଜି ମୁଁ ଯିବି, ମୁଁ ବାହାରିବି, ମୁଁ ଯୁଦ୍ଧ କରିବି କହିଲି। ପ୍ରଭୁ ତାକୁ ମୋ ହସ୍ତରେ ସମର୍ପଣ କରିବେ ବୋଲି ଦାଉଦ ପ୍ରଭୁ ତାର କହିଲେ। ମୁଁ ଯେତେବେଳେ ମେଷ ଚରାଉଥାଏ, ସେ ସମୟରେ ପରମେଶ୍ୱର ମୋତେ ସିଂହ ହାତରୁ, ଭାଲୁ ହାତରୁ ଉଦ୍ଧାର କରିଛନ୍ତି। ଆଜି କଣ ଏ ଦୁଷ୍ଟ ପୋଲିସଟି ଗୋଲିଆତ କଣ ପ୍ରଭୁ ମୋତେ ଉଦ୍ଧାର କରିବେ ନାହିଁ? ସେ ସମୟରେ ଏ ପ୍ରକାର ଭାବରେ ଏମିତି ନିଷ୍ପତ୍ତି ନେଇକି ଦାଉଦ ଗୋଲିଆତ ସାମ୍ନାରେ ଛିଡା ହେଲେ। ତ ଦାଉଦକୁ ଗୋଲିଆତ ଦେଖିଲା ପରେ କଣ କଲା, ଆରେ ତୁ କୁକୁର ଛୁଆ, ତୁ ମୋ ପାଖରେ ଆସିକି ମୋ ସହିତ ଯୁଦ୍ଧ କରିବୁ? ତତେ ଦେଖିଆ ମତେ ଦେଖ। ଗୋଲିଆତ ନାଇଁ କେତେ ହାତ, କେତେ ଉଚ୍ଚା ଥିଲା ଜାଣିଛନ୍ତି? 6.5 ହାତ। 6.5 ହାତ ମାନେ ଏଇଟା ବହୁତ ବଡ ଉଚ୍ଚା। ଏଇଟା 9 ଫୁଟ 9 ଇଞ୍ଚ। 9 ଫୁଟ 9 ଇଞ୍ଚ ମାନେ ପାଖାପାଖି 10 ଇଞ୍ଚ। ଏ କଣ 10 ଫୁଟ। ଆଁ? 10 ଫୁଟ ଉଚ୍ଚାର ଲୋକ ସହିତ 5 ଫୁଟର ଲୋକ ମାନେ ଯୁଦ୍ଧ କରିବ ବୋଲେ ଏରା କେମିତି ହବ? ସେଥିପାଇଁ ଗୋଲିଆତ ମଧ୍ୟ ଦାଉଦକୁ ଦେଖିଲା ପରେ ହସୁଛନ୍ତି, ତୁ କଣ ମତେ ଯୁଦ୍ଧ କରିବୁ ବୋଲି। ସେଥିପାଇଁ ସେ ନାଇଁ କି କଥାରେ ତାକୁ ହରେଇବି ବୋଲି କଥାରେ ପ୍ରଭୃତିରେ ଜବାବ ଦଉଛନ୍ତି ଗଲିଆତ। କିନ୍ତୁ ଦାଉଦ ପାଖରେ ସତରେ କିଛି ନଥିଲା। କିନ୍ତୁ ଦାଉଦ ନଦୀକୁ ଗଲେ, ଚିକଣ ପଥର ଗୋଟେ କାଢୁଛନ୍ତି, ଛାଟିଣିରେ ପୂରେଇକି ଗଲିଆତ ଆଡକୁ ବୁଲେଇକି ଛାଡ଼ିଦେଲେ। ସେ ପଥର ମାନେ ଯାଇକି ବାଜିକି ଗଲିଆତର କପାଳରେ ବାଜିଲା ଏଠି। ସେତେବେଳେ ଗଲିଆତ ନାଇକି ଟଳି ପଡି ବୋଲି ଲେଖା ହେଇଛି। ସେ ସମୟରେ ଦାଉଦ ଗଲା ଆଉ ତା ଉପରେ ଚଢିକି ତାକୁ ବେକ କାଟିଲା ଲେଖା ହେଇଛି। ତ ଦାଉଦ କେମିତି ପ୍ରକୃତରେ ଗୋଲିଆତକୁ ମାରିଲେ? ଦାଉଦ ପାଖରେ ଗୋଟେ ବିଷୟ ଥିଲା, ପରମେଶ୍ୱର ଥିଲେ। ପରମେଶ୍ୱରଙ୍କୁ ସେ ଅନଉଥିଲେ। ସେଥିପାଇଁ ଆମେ ସମସ୍ୟାକୁ ଦେଖିକି ଆମେ ହାରି ଯାଉଛୁ, ପରିସ୍ଥିତିକୁ ଦେଖିକି ଆମେ ହତାଶ ହଉଛୁ। କିନ୍ତୁ ଆମେ ପ୍ରତିଜ୍ଞା କେବେ ମନେ ପକଉନୁ କି ପ୍ରଭୁଙ୍କୁ ମନେ ପକଉନି। କିନ୍ତୁ ସତରେ ଯଦି ଆମେ ପ୍ରଭୁଙ୍କୁ ମନେ ପକେଇବୁ, ବାକ୍ୟ ଦ୍ୱାରା ଯେତେବେଳେ ଚାଳିତ ହବ, ବାକ୍ୟକୁ ଦେଖିବୁ, ସେତେବେଳେ ବାକ୍ୟ ଆମ ଲାଇଫରେ କାମ କରିବ। ବାଇବଲରେ ଲେଖା ହେଇଛି, ଆମ୍ଭେ ଦୀପ୍ତି ନିର୍ମାଣ କରୁ, ଆମ୍ଭେ ଅନ୍ଧକାର ସୃଷ୍ଟି କରୁ, ଆମ୍ଭେ ଶାନ୍ତି ରଚନା କରୁ, ଆମ୍ଭେ ଅନିଷ୍ଟ ସୃଷ୍ଟି କରୁ, ଆମ୍ଭେ ସଦାପ୍ରିୟ ସାଧନ କରୁ। ଦିଶାଇ ପୁସ୍ତକ 45:7। ତ ଦୀପ୍ତିକୁ କିଏ ଦେଇଛି? ପ୍ରଭୁ ଦେଇଛନ୍ତି। ଅନ୍ଧକାରକୁ କିଏ ଦେଇଛି? ପ୍ରଭୁ ଦେଇଛନ୍ତି। ଶାନ୍ତିକୁ କିଏ ଦେଇଛି? ପ୍ରଭୁ ଦେଇଛନ୍ତି। ଅନିଷ୍ଟ କିଏ ସୃଷ୍ଟି କରୁଛି? ପ୍ରଭୁ କରୁଛନ୍ତି। ସେଥିପାଇଁ ପରମେଶ୍ୱର ସବୁ ବିଷୟକୁ ପ୍ରଭୁତ୍ୱରେ କରୁଛି। ତ ମୁଁ କାହା ଆଡକୁ ଫେରବା ଦରକାର? ଫାଷ୍ଟ ମୁଁ ପ୍ରଭୁଙ୍କ ଆଡକୁ ଫେରିଲେ ସବୁ ସମସ୍ୟା ସମାଧାନ ହେବ। ସେଥିପାଇଁ ଗୋଟେ ସମସ୍ୟା ସବୁଦିନ ରହିବ ସେମିତି ନାହିଁ। ଗୋଟେ ପରିସ୍ଥିତି ସବୁବେଳେ ମୋ ଜୀବନରେ ଥିବ ସେମିତି ନାହିଁ। ପରମେଶ୍ୱର ନାହିଁ କି ଆମ ଜୀବନରେ ଦିଟା ବିଷୟ ରଖିଛନ୍ତି, ସୁଖ ବି ରଖିଛନ୍ତି, ଦୁଃଖ ବି ରଖିଛନ୍ତି। ସୁଖ ସମୟରେ ଆନନ୍ଦ କର, ଦୁଃଖ ସମୟରେ ବିବେଚନା କର ଲେଖା ହେଇଛି। ସେଥିପାଇଁ ମୁଁ ଗୋଟେ ବିଷୟକୁ ଦେଖିଲି ଯେ ଆମ ଜୀବନରେ କାହିଁକି କଷ୍ଟ ଅଛି। ଆଜି ଆମେ ଅବ୍ରାହ୍ମଙ୍କ ଲାଇଫ ବିଷୟରେ କଥା ହଉଛୁ। ଅବ୍ରାହ୍ମ କେମିତି ପ୍ରଭୁତ୍ୱରେ ପହଞ୍ଚିଲେ। ତ ଅବ୍ରାହ୍ମ ଏତେ ବର୍ଷ ବିତିଗଲାଣି, ଅବ୍ରାହ୍ମ ପାଖରେ ଛୁଆ ପ୍ରଭୁତ୍ୱରେ ନାହିଁ। ଅବ୍ରାହ୍ମ କାହିଁକି ହତାଶ ହଉଛୁ? ଯେହେତୁ ଅବ୍ରାହ୍ମ ପ୍ରତିଜ୍ଞାକୁ ସୁଦୃଢ଼ ଭାବରେ ବିଶ୍ୱାସ କରୁନାହାନ୍ତି। କିନ୍ତୁ ଆଦି ପୁସ୍ତକ 18 ପର୍ବ ପରେ ଅବ୍ରାହ୍ମ ଯେତେବେଳେ ଦୂତମାନଙ୍କ ଦ୍ୱାରା ପ୍ରତିଜ୍ଞା ପାଉଛନ୍ତି, ତଳେ ଯଦି ଦେଖିବା କହିଲେ
ସାରା ପ୍ରକୃତିରେ ଏଇଟା ଶୁଣିଲା ଆଉ ହସଲା ଲେଖା ହେଇଛି। ମନେ ମନେ କହିଲେ ଶୀର୍ଣ୍ଣାବସ୍ଥାରେ କି ଏପରି ଏ ରୂପ ଆନନ୍ଦ ହେବ ଲେଖା କହିଲେ ସେ। ଶୀର୍ଣ୍ଣାବସ୍ଥାରେ ମାନେ କଣ ଏ ପ୍ରକାର ବୟସରେ କଣ ସେଟା ହବ କି ବୋଲି କହିଲେ। ଆଁ? ବର୍ତ୍ତମାନ 80 ବର୍ଷ ଯଦି ଅବ୍ରାହ୍ମକୁ ହେଇଥିବ, ସାରାକୁ କେତେ ହେଇଥିବ? ସେ 10 ବର୍ଷ ସାନ। ତା ମାନେ ସାରାକୁ ବର୍ତ୍ତମାନ 70 ବର୍ଷ ହେଲା। ଅବ୍ରାହ୍ମକୁ 80 ବର୍ଷ ହେଲା ବେଳକୁ ସାରାକୁ 70 ବର୍ଷ ହଉଛି। ଅବ୍ରାହ୍ମକୁ 90 ବର୍ଷ ହେଲା ବେଳକୁ ସାରାକୁ 80 ବର୍ଷ ହଉଥିବ। ସେ ଯାହା ବି ଦେଖୁଛି ପରିସ୍ଥିତି ଅନୁସାରେ ସେଟା ବି ଠିକ କଥା। କିନ୍ତୁ ସାରା କଣ କହିବା ଦରକାର? ଅବ୍ରାହ୍ମ କଣ କହିବା ଦରକାର? ଅବ୍ରାହ୍ମ କେମିତି ଦେଖବା ଦରକାର? 13 ପଦ ଲେଖା ହେଇଛି, ସେତେବେଳେ ସଦାପ୍ରଭୁ ଅବ୍ରାହ୍ମକୁ କହିଲେ, ଆପଣର ବୃଦ୍ଧାବସ୍ଥା କି ନିଶ୍ଚୟ ସନ୍ତାନ ଜନ୍ମିବ। ଏହା ଭାବି ସାରା କାହିଁକି ହସିଲା? ସଦାପ୍ରଭୁଙ୍କୁ ଆଶ୍ଚର୍ଯ୍ୟ କେଉଁ କର୍ମ? ତାମାନେ ପରମେଶ୍ୱରଙ୍କ ଦୂତ ମାନେ କହିବା ପାଇଁ ଚାହୁଁଛନ୍ତି, ପ୍ରଭୁ ଯଦି କାମ କରିବେ ପ୍ରଭୁଙ୍କ ପାଇଁ କୌଣସି ଅସମ୍ଭବ ନାହିଁ। ପରମେଶ୍ୱରଙ୍କ ପାଇଁ ସବୁ କିଛି ସମ୍ଭବ। 14 ପଦରେ, 18 ପର୍ବର 14 ପଦ। ସଦାପ୍ରଭୁଙ୍କୁ ଆଶ୍ଚର୍ଯ୍ୟ କେଉଁ କର୍ମ? ଏହି ଋତୁ ପୁନର୍ବାର ଉପସ୍ଥିତ ହେଲେ ନିରୂପିତ ସମୟରେ ଆମ୍ଭେ ଫେରି ଆସିବା, ସେ ସମୟକୁ ସାରାର କୋଳରେ ପୁତ୍ର ଥିବ। ଆହୁରି ପ୍ରକୃତିରେ ପ୍ରତିଜ୍ଞା ମନେ ପକାଇଦେଲେ। 10 ପଦରେ ତ କହିଲେ, 14 ପଦରେ ଆହୁରି କହିଲେ। 15 ପଦ ଲେଖାଇଛି, ସାରା ପ୍ରକୃତି ଅସ୍ୱୀକାର କରି କହିଲେ, ମୁଁ ହସି ନାହିଁ। ଯେହେତୁ ସେ ଭୟ କଲେ, ମାତ୍ର ଏ, ସେ କହିଲେ ତୁମେ ଅବଶ୍ୟ ହସିଲ। ସାରା ହସୁଛି କିନ୍ତୁ ନାଇଁ ବୋଲି କହୁଛି। ବେଳେବେଳେ ଆମେ କେମିତିକା ବିଷୟ ଶୁଣିଥାଉ। ହୁଁ, ଭାଇ ତୋ ପାଖରେ ବିଶ୍ୱାସ ନାହିଁ। ନାଇଁ ପାଷ୍ଟର, ମୁଁ ବିଶ୍ୱାସ କରୁଛି। ନାଇଁ ମୋ ପାଖରେ ବିଶ୍ୱାସ ଅଛି। ବେଳେବେଳେ ଆମେ ଏମିତି କହିଥାଉ। କିନ୍ତୁ ସତରେ ଯଦି ଆମେ ପ୍ରାକ୍ଟିକାଲି ଦେଖିବା କହିଲେ ସତରେ ଆମ ପାଖରେ ବିଶ୍ୱାସ ନାହିଁ। ମୁଁ ଯଦି ସେ ପ୍ରକାର ଭାବରେ ଛିଡା ହେବି, ପ୍ରଭୁ ସତ କଥା ମୁଁ ବିଶ୍ୱାସ କରିପାରୁନି, ବିଶ୍ୱାସରେ ମୁଁ ବଢି ପାରୁନି। ଜୁମ୍ ଟିକେ ଉଠି ଯାଇଥିଲା। ତ ଆମେ ଯଦି ସେମିତି ଦେଖିବା କହିଲେ ସତରେ ପ୍ରଭୁ ମୋ ପାଖରେ ବିଶ୍ୱାସ ନାହିଁ, ମୁଁ ବିଶ୍ୱାସରେ ବଞ୍ଚି ପାରୁନି। ଆଁ? ପ୍ରଭୁ ତମେ ପୁରା କଲେ ଏକା ହବ। ତ ଆମେ ଯଦି ସେମିତି ଛିଡା ହବ କହିଲେ ପରମେଶ୍ୱର କଣ କହିବୁ? ହୁଁ? ମୁଁ ମୋର ପ୍ରତିଜ୍ଞା ପୁରା କରିବି, ତୁ ଖାଲି ଆଗକୁ ବଢେ। ସେଥିପାଇଁ ଅବ୍ରାହ୍ମ ଯେତେବେଳେ ଏ ପ୍ରକାର ଭାବରେ ପ୍ରତିଜ୍ଞା ପାଇଲେ, ଦିନେ ଅବ୍ରାହ୍ମଙ୍କ ଜୀବନରେ ନିରୂପିତ ସମୟରେ ସାରା ପ୍ରକୃତିର ଗର୍ଭବତୀ ହେଲା ଲେଖାଇଛି। ଗର୍ଭବତୀ ହେଲା ଆଉ ଅବ୍ରାହ୍ମଙ୍କ ପାଇଁ ସେ ପୁତ୍ର ପ୍ରସବ କଲେ ଲେଖାଇଛି। ଆଦି ପୁସ୍ତକ 21 ପର୍ବ ଯଦି ଦେଖିବେ, ସେ ଜାଗାରେ ପ୍ରତିଜ୍ଞା ପୁରା ହେଲା। 1 ପଦରେ ଲେଖା ହେଇଛି, ଅନନ୍ତର ସଦାକୁ ଆପଣା ବାକ୍ୟ ଅନୁସାରେ ସାରାର ତତ୍ୱାବଧାନ କଲେ। ପୁଣି ସଦାକୁ ଯାହା କହିଥିଲେ ସାରା ପ୍ରତି ତାହା କଲେ। ତହିଁରେ ସାରା ଅବ୍ରାହ୍ମଙ୍କର ବୃଦ୍ଧାବସ୍ଥାରେ ଗର୍ଭବତୀ ହୋଇ ପରମେଶ୍ୱରଙ୍କ ଦ୍ୱାରା ନିରୂପିତ ସମୟରେ ପୁତ୍ର ପ୍ରସବ କଲେ। ବର୍ତ୍ତମାନ ଛୁଆ ଆଇଲା ନା ନାଇଁ? ଏ ଛୁଆ କେତେବେଳେ ଆଇଲା? ଅବ୍ରାହ୍ମଙ୍କର 100 ବର୍ଷ ବୟସରେ ଆଇଲା। ତା ମାନେ ଅବ୍ରାହ୍ମ ଏତେ ବର୍ଷ ପ୍ରକୃତରେ ଷ୍ଟ୍ରଗଲ କରିଛନ୍ତି। ବେଳେବେଳେ ଆମେ ସମସ୍ୟାକୁ ଜଲ୍ଦି ଶେଷ ହେଇଯାଉ ବୋଲି ଭାବୁଛୁ। ଆମ ଜୀବନରେ କୌଣସି ପରିସ୍ଥିତି ସମସ୍ୟା ନ ଆସୁ ଭାବୁଛୁ। କଷ୍ଟକର ଲାଇଫ ଆମେ ସାମ୍ନା ନ କରୁ ଆମେ ଭାବୁଛୁ। କିନ୍ତୁ ପରମେଶ୍ୱର ସେ ସମସ୍ତ ବିଷୟ ଦେବାର ଅର୍ଥ ହେଉଛି ପରମେଶ୍ୱର ଆମକୁ ବିଶ୍ୱାସରେ ଦୃଢ଼ କରିବା ପାଇଁ ଚାହୁଁଛନ୍ତି। ବିଶ୍ୱାସ ଦ୍ୱାରା ଆମକୁ କଢ଼େଇକି ନେବା ପାଇଁ ଚାହାନ୍ତି। ସେଥିପାଇଁ ଅବ୍ରାହ୍ମ ଯେମିତି ଆଉ ଥରେ ଚିନ୍ତା ଆଡ଼କୁ ଫେରିବ, ଚିନ୍ତା ଦ୍ୱାରା ପ୍ରକୃତରେ ଧରାଯିବ, ପ୍ରଭୁ ସେ ବିଷୟକୁ ଦେବା ପାଇଁ ଚାହୁଁନାହାନ୍ତି। କିନ୍ତୁ ପରମେଶ୍ୱର କଣ କହିବା ପାଇଁ ଚାହୁଁଛନ୍ତି? ହଁ, ଏବେ ହେଉଛି ତୁ ଗୋଟେ ବିଷୟକୁ ଜାଣିବୁ ଯେ ତୁ ପ୍ରତିଜ୍ଞା ଯେତେବେଳେ ତୁ ପାଇଲୁ ସେତେବେଳେ ମଧ୍ୟ ତୁ ଜଣେ ଅସକ୍ଷମ ଥିଲୁ ଛୁଆ ଜନ୍ମ କରିବା ପାଇଁ। ଏବେ 100 ବର୍ଷ ତୋତେ ପୁରିଲା, ଏବେ ମଧ୍ୟ ତୁ ହେଉଛି ଜଣେ ଲୋକ ଅସକ୍ଷମ। ସେଥିପାଇଁ ତୁ ଜାଣେ ତୋ ଦ୍ୱାରା କିଛି ହବ ନାହିଁ। କିନ୍ତୁ ମୁଁ ଯେ ପ୍ରତିଜ୍ଞାକାରୀ ତୋତେ ପ୍ରତିଜ୍ଞା କରିଅଛି, ସେ ପ୍ରତିଜ୍ଞା କେବଳ ପୁରା ହବ। ସେ ସମୟରେ ଅବ୍ରାହ୍ମ ବିଶ୍ୱାସ କଲେ ଲେଖା ହେଇଛି। ନା? ସେତେବେଳେ ଅବ୍ରାହ୍ମ ବିଶ୍ୱାସ କରୁଛନ୍ତି। ଅବ୍ରାହ୍ମ ଯେତେବେଳେ ବିଶ୍ୱାସ କଲେ, ପରମେଶ୍ୱର ସିଧାସଳଖ ଅବ୍ରାହ୍ମଙ୍କ ଜୀବନରେ ଇସାକକୁ ଆଣୁଛନ୍ତି। ଇସାକ ହେଉଛି ପ୍ରତିଜ୍ଞାର ଛୁଆ। ଇସାକ ଦ୍ୱାରା ପ୍ରକୃତିରେ ବହୁ ବଂଶ ଆଶୀର୍ବାଦ ପାଇବେ।
ଇସାକ ଦ୍ୱାରା ଯାକୋବ ଏସୁ ଜନ୍ମ ହେଲେ। ଯାକୋବ ଏସୁ ଜନ୍ମ ହେବା ଦ୍ୱାରା ଦୁଇଟା ଗୋଷ୍ଠୀ ପ୍ରକୃତିରେ ବାହାରିଲା। ଗୋଟେ ଇସ୍ରାଏଲ ଦେଶ ଆଉ ଗୋଟେ କେନାନ ଦେଶ ଆସିଲେ। ସେଥିପାଇଁ ଯାକୋବ ଆଉ ଇସାକ ଯାକୋବ ଆଉ ଏସୁ ଭିତରେ ସଦାବେଳେ ଯୁଦ୍ଧ ପ୍ରକୃତିରେ ରହିଲା। ପରିତ୍ରାଣ ଆମେ ପାଇଲା ପରେ ମଧ୍ୟ ଆମ ପାଖରେ ପୁରା ସ୍ପିରିଚୁଆଲି ଯୁଦ୍ଧ ଅଛି। ପ୍ରାକ୍ଟିକାଲି ଜୀବନ ବଞ୍ଚିଲା ବେଳକୁ ଆମ ପାଖରେ ପ୍ରକାର ଅନେକ ଗୁଡେ ଯୁଦ୍ଧ ପ୍ରକୃତିରେ ଅଛି। କିନ୍ତୁ ଏ ଯୁଦ୍ଧକୁ ଜିତିବା ଲୋକ ପରମେଶ୍ୱର। ଦାଉଦ ଯେମିତି ପ୍ରତିଜ୍ଞା ଦ୍ୱାରା ପରମେଶ୍ୱରଙ୍କୁ ଅନେଇକି କୌଣସି ସାଞ୍ଜ କି ଢାଲ କି କ'ଣ ବର୍ଷା ନଥିଲା, କିନ୍ତୁ ଗଲିଆତ ପ୍ରଭୃତିରେ କହିଲେ ଆଜି ପ୍ରଭୁଙ୍କ ନାଁରେ ଆସିବି। ପରମେଶ୍ୱର ମୋତେ ଭାଲୁ ହାତରୁ ସିଂହ ହାତରୁ ଉଦ୍ଧାର କଲେ, ଆଜି ତମ ହାତରୁ ମଧ୍ୟ ମୋତେ ପରମେଶ୍ୱର ଉଦ୍ଧାର କର। ଦେଖ ଆଜି କିଏ ମରିବ ବୋଲି ଦାଉଦ ବାହାରିକି ଗଲେ। ସେତେବେଳେ ସତରେ ଦାଉଦକୁ ଗଲିଆତ ପ୍ରଭୃତିରେ ପ୍ରଭୁ ସମର୍ପଣ କଲେ। ସେତେବେଳେ ଗଲିଆତ ସବୁ ଥାଇକି ମଧ୍ୟ ଗଲିଆତ ପ୍ରଭୃତିରେ ମରିଯାଉଛି। ସେଥିପାଇଁ ଆମେ ଯେତେବେଳେ ଦେଖୁଛୁ କହିଲେ ପରମେଶ୍ୱର ଏ ପ୍ରକାର ଆମକୁ କୋଡ଼େଇକି ନେବା ପାଇଁ ଚାହୁଁଛନ୍ତି। ଏ ପ୍ରକାର ବିଷୟ ଆମମାନଙ୍କୁ ଦେଇକି ଆଶା ଦ୍ୱାରା ପ୍ରଭୃତିରେ ଆମକୁ ବଞ୍ଚିବା ପାଇଁ ବନଉଛନ୍ତି। ଆଦି ପୁସ୍ତକ 21 ପର୍ବ ଯଦି ଦେଖିବା କହିଲେ 5 ପଦରେ ଦେଖା ହେଇଛି, ଅବ୍ରାହ୍ମଙ୍କର 100 ବର୍ଷ ବୟସରେ ତାଙ୍କର ପୁତ୍ର ଇସାକ ଜାତ ହେଲା ଲେଖା ଅଛି। ତ ଇସାକ କେତେବେଳେ ଆସିଲେ? ଅବ୍ରାହ୍ମଙ୍କର 100 ବର୍ଷ ପୂର୍ଣ୍ଣ ହେଲା ପରେ ଆଇଲେ। ମାନେ 25 ବର୍ଷ ଧରିକି ଅବ୍ରାହ୍ମ ପ୍ରକୃତିରେ ଅବିଶ୍ୱାସର ଲାଇଫକୁ ବଞ୍ଚିଛନ୍ତି। କିନ୍ତୁ ପରମେଶ୍ୱର କେବେ ମଧ୍ୟ ଅବିଶ୍ୱାସର ଅବ୍ରାହ୍ମ ପାଖରେ ଥିବାଟା କେବେ ଦେଖି ନାହାନ୍ତି କି ଅବ୍ରାହ୍ମ କେବେ ବିଚାର କରିନାହାନ୍ତି। ସେଥିପାଇଁ ବେଳେବେଳେ ଆମକୁ ମଧ୍ୟ ଚର୍ଚ୍ଚ କେବେ ବିଚାର କରୁନାହିଁ। ଆମେ ବାକ୍ୟ ଶୁଣୁ କିମ୍ବା ସାକ୍ଷ୍ୟ ଦଉ କି ନ ଦଉ ମଧ୍ୟ, କି ଆମେ ବାକ୍ୟ ପ୍ରଚାର କରୁ କିମ୍ବା ନ କରୁ, ଆମକୁ ଚର୍ଚ୍ଚ କେବେ ବିଚାର କରୁନାହିଁ କି ପରମେଶ୍ୱର କେବେ ବିଚାର କରୁନାହାନ୍ତି। କାହିଁକି? ପରମେଶ୍ୱର ଜାଣିଛନ୍ତି ଆମେ ଦୁର୍ବଳ ଲୋକ, ଆମେ ଅବିଶ୍ୱାସ ବଢିବା ଲୋକ ବହୁ ଜାଣିଛନ୍ତି। କିନ୍ତୁ ପରମେଶ୍ୱର ସାରାଙ୍କ ଲାଇଫରେ ଯେମିତି ଅବ୍ରାହ୍ମଙ୍କ ଲାଇଫରେ ଯେମିତି ପ୍ରତିଜ୍ଞାକୁ ପୁରା କରୁଛନ୍ତି, ସେ ପ୍ରକାର ଆମ ଜୀବନରେ ମଧ୍ୟ ପ୍ରତିଜ୍ଞା ଦ୍ୱାରା କାମ କରୁଛନ୍ତି ପ୍ରଭୁ। ସତରେ ବାକ୍ୟ ଦ୍ୱାରା ଯେତେବେଳେ ଆମେ ଆଜି ଚିନ୍ତା କରିବା କହିଲେ ଆମେ କେତେ ଖୁସି ନହେବା। ଏ ବାଇବଲରେ ଏ ବାକ୍ୟ ଦ୍ୱାରା ପରମେଶ୍ୱର ଆମମାନଙ୍କୁ ଅବ୍ରାହ୍ମ ପରି ସ୍ଥାପନ କରିବା ପାଇଁ ଚାହୁଁଛନ୍ତି। ଅବ୍ରାହ୍ମ ପରି ପଢେଇକି ନେବା ପାଇଁ ଚାହୁଁଛନ୍ତି। ପରମେଶ୍ୱର ଅବ୍ରାହ୍ମ ପରି ଆମମାନଙ୍କୁ ଏ ଜଗତର ଆଦି ପିତା ଭାବରେ ସ୍ଥାପନ କରିବା ପାଇଁ ଚାହୁଁଛନ୍ତି। ଆଦି ପିତାର ଅର୍ଥ କ'ଣ? ଆଶୀର୍ବାଦ ସେ। ସେଥିପାଇଁ ପରମେଶ୍ୱର ଆମକୁ ସବୁ ଆଶୀର୍ବାଦ ଢାଳି ଦେବା ପାଇଁ ଚାହୁଁଛନ୍ତି। ଗୋଟେ ଆଶୀର୍ବାଦ ସବୁ ପରିସ୍ଥିତିର। ସେଥିପାଇଁ ଫାଷ୍ଟ ପରମେଶ୍ୱର କ'ଣ କହିଲେ? ତୋର ଦେଶ କୁଟୁମ୍ବ ପବିତ୍ର ଗୃହ ପରିତ୍ୟାଗ କର। ଏହାର ଅର୍ଥ ତୋର ଚିନ୍ତା, ତୋର ଯୋଜନା, ଯାହା ବି ତୋ ପାଖରେ ଅଛି ସବୁକୁ ବାହାର କର। ସବୁ ଖାଲି କରେ ଆଉ ଆସେ, ଖାଲି ହାତରେ ବାହାରିକି ଆସେ କହିଲେ। ଠିକ ସେମିତି ଆମେ ଯେତେବେଳେ ନିଜର ସବୁ ବିଷୟକୁ କାଢି ଦଉଛୁ, ନିଜର ପ୍ଲାନ୍, ନିଜର ଯୋଜନା ଆମେ ପ୍ରଭୁଙ୍କୁ ଯେତେବେଳେ ସମର୍ପଣ କରୁଛୁ, ପରମେଶ୍ୱର ସବୁ ବିଷୟରେ ଆମକୁ ଯତ୍ନ କରୁ, ସବୁ ବିଷୟରେ ଆମକୁ ପ୍ରଭୁରେ ଯୋଗାଇ ଦେବେ। ସମସ୍ୟା ଯେତେ ବି ବଡ଼ ଥାଉ ନା କାହିଁକି, ପରିସ୍ଥିତି ଯେତେ ବି ବଡ଼ ଦେଖାଯାଉ ନା କାହିଁକି, କିନ୍ତୁ ପ୍ରଭୁଙ୍କ ସାମ୍ନାରେ ସେଇଟା ବଡ଼ ହେଇପାରିବ ନାହିଁ। ପରମେଶ୍ୱର ସେଇଟା ପୁରା କରିବେ ହିଁ କରିବେ। ଅବ୍ରାହ୍ମ ବିଶ୍ୱାସରେ ପହଞ୍ଚି ପାରିଲା ନାହିଁ, ଅବ୍ରାହ୍ମ ବିଶ୍ୱାସରେ ଆଗକୁ ଯାଇପାରିଲା ନାହିଁ, କିନ୍ତୁ ସେଇଟା କେଉଁ ପ୍ରତିଜ୍ଞାକୁ ବାଧା ଦେଇପାରିଲା ନାହିଁ। ସେଥିପାଇଁ ଅବ୍ରାହ୍ମ ଗୋଟେ ବିଷୟକୁ ଜାଣିଲେ ଯେ ମୋର ବିଶ୍ୱାସ ଅନୁସାରେ ପ୍ରଭୁ କାମ କରୁନାହାନ୍ତି, କି ମୋର ଅବିଶ୍ୱାସ ଅନୁସାରେ ମଧ୍ୟ ପ୍ରଭୁ ମୋତେ କେବେ ଫିଙ୍ଗି ଦେଇନାହାନ୍ତି। କିନ୍ତୁ ପରମେଶ୍ୱର ତାଙ୍କର ପ୍ରତିଜ୍ଞା ଦୃଢ଼ ଭାବରେ ମୋ ଜୀବନରେ ସ୍ଥାପନ କରିବା ପାଇଁ ଚାହୁଁଛନ୍ତି। ଆମେ ଏ ପ୍ରକାର ଭାବରେ ଯେତେବେଳେ ଚିନ୍ତା କରିବା ହୃଦୟରେ ଆଉ ପ୍ରତିଜ୍ଞା ଦ୍ୱାରା ଯେତେବେଳେ ଆମେ ଚାଳିତ ହଉଛୁ, ପ୍ରଭୁଙ୍କର ମହିମା ସେ ଜାଗାରୁ ଦେଖିପାରିବୁ। ଆଜି ମୁଁ ଏତିକି କହିବି, ପ୍ରାର୍ଥନା କରିବା। ମଙ୍ଗଳମୟ ପରମେଶ୍ୱର ପିତା, ଆଜି ଧନ୍ୟବାଦ ଦଉଛୁ। ଆଦି ପୁସ୍ତକ 12 ପର୍ବର ବାକ୍ୟ ଆମେ ଆଜି ଯେତେବେଳେ ଦେଖୁଛୁ ପରମେଶ୍ୱର କେମିତି ଅବ୍ରାହ୍ମଙ୍କ ଲାଇଫରେ କାମ କଲେ, ଆଉ ଠିକ ସେହିପରି ଆମ ଲାଇଫରେ ମଧ୍ୟ ପରମେଶ୍ୱର କେମିତି କାମ କରୁଛନ୍ତି ସମାନ ପ୍ରତିଜ୍ଞା ଦ୍ୱାରା। ପ୍ରଭୁ ବେଳେବେଳେ ଆମେ ଅସ୍ଥିର ମନ ହଉଛୁ, ଅସ୍ଥିର ଭାବରେ ଜୀବନ ଯାପନ କରୁଅଛୁ। ଅଧିକାଂଶ ସମୟରେ ପରିସ୍ଥିତି ସମସ୍ୟାକୁ ଦେଖିକି ଆମେ ଦହଲି ଯାଉଛୁ, ପ୍ରଭୁ ମୋ ଲାଇଫରେ କାମ କରୁନାହାନ୍ତି କହିକି। କିନ୍ତୁ ତାହା ନୁହଁ, ପ୍ରଭୁ ସେ ଜାଗାରେ ପ୍ରତିଜ୍ଞାକୁ ରଖି ଅଛନ୍ତି। ପରମେଶ୍ୱର ସର୍ବପ୍ରଥମେ ଆମର ସମସ୍ୟା ପରିସ୍ଥିତିକୁ ସମାଧାନ କରିବା ପରିବର୍ତ୍ତେ ପ୍ରଥମରେ ସେ ତାଙ୍କର ପ୍ରତିଜ୍ଞାକୁ ଆମ ଜୀବନରେ ସ୍ଥାପନ କରିବା ପାଇଁ ଚାହାନ୍ତି। ପରମେଶ୍ୱର ଏ ବିଷୟକୁ ଆଜି ଆମେ ଦେଖୁଛୁ, ସତରେ ଆମେ ବେଶୀ କେତେ ଧନ୍ୟବାଦ ଆଉ କେତେ ଅନୁଗ୍ରହ ପାଇଛି ପ୍ରଭୁଙ୍କ ଦ୍ୱାରା।
ପରମେଶ୍ୱର ଆମ ଲାଇଫରେ ଆଜି ପର୍ଯ୍ୟନ୍ତ ତମେ କାମ କରିକି ନେଉଛ। ପ୍ରତିଜ୍ଞା ଦ୍ୱାରା ଆମମାନଙ୍କୁ ଧାର୍ମିକ କଲ, ପବିତ୍ର କଲ। ଆମେ ଏ ପୃଥିବୀରେ ଧାର୍ମିକ ହେଇକି ଜୀବନ ଯାପନ କରୁଅଛୁ ପ୍ରଭୁ। ଏହାର ଅର୍ଥ ନୁହଁ କି ଆମେ ଧାର୍ମିକ ହେଲୁ ତାର ଅର୍ଥ ସମସ୍ୟା ସବୁ ବିଷୟ ସମାଧାନ ହବ। କିନ୍ତୁ ପରମେଶ୍ୱର ଆମ ଜୀବନରେ ସୁଖ ଦୁଃଖ ପାଖରେ ପାଖରେ ରଖି ଅଛନ୍ତି ଲେଖା ହେଇଛି। ପରମେଶ୍ୱର କହିଲେ ସୁଖ ସମୟରେ ଆନନ୍ଦ କର, ଦୁଃଖ ସମୟରେ ବିବେଚନା କର କହିଲେ। ତା ମାନେ ଦୁଃଖ ହଉଛି ଗୋଟେ ବିଷୟ ଆମେ ବିବେଚନା କରିବାର ସମୟ। ତା ମାନେ ଅଧିକରୁ ଅଧିକ ପ୍ରତିଜ୍ଞା ବାକ୍ୟ ଆଡ଼କୁ ଫେରିବାର ସମୟ। ସେଥିପାଇଁ ଅବ୍ରାହମ ଜାଣିଲେ ମୋ ଦ୍ୱାରା କିଛି ହବ ନାହିଁ। ସାରା ମଧ୍ୟ ଜାଣିଲା କି ମୋ ଦ୍ୱାରା ହବ ନାହିଁ। ସେଥିପାଇଁ ସାରା କହିଲା ଏ ଶୀର୍ଣ୍ଣାବସ୍ଥାରେ କି ମୋର କଣ ହବ ବୋଲି କହିଲେ। ସେ ଜାଣିଲା ହଁ ମୁଁ ହଉଛି ଦୁର୍ବଳ ବୋଲି କହିଲା ସେ। ସେଥିପାଇଁ ସେତେବେଳେ ପ୍ରଭୁଙ୍କର ପ୍ରତିଜ୍ଞା ତାଙ୍କ ଲାଇଫରେ ପୁରା ହେଲା। ଆଦି ପୁସ୍ତକ 21 ପୃষ্ঠা ଯେତେବେଳେ ଆସିଲା ସେ ପ୍ରଭୁଙ୍କର ପ୍ରତିଜ୍ଞା କାର୍ଯ୍ୟ କରିଛି ସେ ଜାଗାରେ। ଠିକ ସେହିପରି ଆଜି ଆମେ ଯେତେବେଳେ ଦେଖୁଛୁ ଗୋଟେ ସମୟ ଥିଲା ଆମେ ପାପରେ ଆଉ ପରିପୂର୍ଣ୍ଣ ହେଇକି ଜଗତରେ ବହୁତରେ ଜୀବନ ଯାପନ କରୁଥିଲେ। କିନ୍ତୁ ପରମେଶ୍ୱର ନିରୂପିତ ସମୟକୁ ରଖିକି ଏ ଜଗତ ମଧ୍ୟକୁ ଯୀଶୁ ଖ୍ରୀଷ୍ଟଙ୍କୁ ପଠେଇଲେ। ଯୀଶୁଙ୍କ ଦ୍ୱାରା ଏ ଜଗତର ସମସ୍ତ ଲୋକଙ୍କର ପାପକୁ ବୋହିକି ନେଇକି ଗଲେ। ଆଉ ସେ ଆମ ସମସ୍ତଙ୍କୁ ଧାର୍ମିକ ଗଣନା କଲେ। ହଁ ଏ ଗୋଟେ କାରଣ ପାଇଁ ଆଜି ଆମମାନେ ଧାର୍ମିକ ପବିତ୍ର ବୋଲି ସାକ୍ଷ୍ୟ ଦେଇକି ସେ ଜଗତରେ ସାହସରେ ପ୍ରଭୁରେ ବଞ୍ଚୁଛୁ ପ୍ରଭୁ। ପ୍ରଭୁ ତୁମେ ପ୍ରତିଜ୍ଞା ଆମକୁ ଦେଇ ଆସ, ସେ ପ୍ରତିଜ୍ଞା କେବଳ ତୁମେ ପୁରା କର। ଆଉ ତୁମେ କଢ଼େଇକି ନିଅ ଆମ ସମସ୍ତଙ୍କୁ। ଆମର ଭାଇମାନଙ୍କ ଜୀବନରେ ମଧ୍ୟ ଅନେକ ଭାଇମାନଙ୍କ ଜୀବନରେ ସତରେ ଏ ପ୍ରକାର କଷ୍ଟକର ବିଷୟ ଅଛି ଯୋଉଟାକି ସେମାନେ ନିଜେ କେବେ ମଧ୍ୟ ଅତିକ୍ରମ କରିପାରିବେ ନାହିଁ। କିନ୍ତୁ ପ୍ରଭୁ ଆଜି ଯୋଉ ବାକ୍ୟ ଦେଲ ସେ ବାକ୍ୟ ଦ୍ୱାରା ସେମାନଙ୍କ ଲାଇଫରେ କାମ କର। ଆଉ ପ୍ରଥମରେ ବିଶ୍ୱାସକୁ ତୁମେ ସ୍ଥାପନ କର ପ୍ରଭୁ ଏ ବାକ୍ୟ ଦ୍ୱାରା ମୋ ଲାଇଫରେ କାମ କରିବେ କହିକି। ସେଥିପାଇଁ କୌଣସି ବିଷୟ ପାଇଁ ଭୟ କରିବା ପରିବର୍ତ୍ତେ, ଚିନ୍ତା କରିବା ପରିବର୍ତ୍ତେ, ଚିନ୍ତା ଦ୍ୱାରା ଧରାଯିବା ପରିବର୍ତ୍ତେ ଆମେ କେବଳ ପ୍ରତିଜ୍ଞା ଦ୍ୱାରା ଯେମିତି ଧରାଯିବୁ, ବାକ୍ୟ ଦ୍ୱାରା ଯେମିତି ଧରାଯିବୁ ସେ ପ୍ରକାର ତୁମ ଅନୁଗ୍ରହ ଦୟା କର। ପ୍ରତ୍ୟେକ ବିଷୟ ପାଇଁ ତମ ହସ୍ତରେ ସମର୍ପଣ କରି ପ୍ରାର୍ଥନା ଶୁଣି ଧନ୍ୟବାଦ ଦେଇ ଯୀଶୁଙ୍କ ନାମରେ ମାଗିଲି, ଆମେନ୍। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ।